आसंता काली 30 तारीख सकाळରୁ 31 तारीख ସକାଳ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଘୋଷଣା ହେଇଛି। ସେଥିପାଇଁ ଆମେ ଗୋଟେ ପ୍ରିପାରେଟରୀ ମିଟିଂ ମଧ୍ୟ ନେଇଛୁ। ସମସ୍ତ ଆମର ସବ୍ କଲେକ୍ଟର୍ସ, ବିଡିଓସ୍, ତହସିଲଦାର, ଆଇଆଇସି ସମସ୍ତଙ୍କ ଉପସ୍ଥିତିରେ ଗୋଟେ ମିଟିଂ ନିଆଯାଇଛି। ସମସ୍ତଙ୍କୁ ପ୍ରପର ଆୱାରନେସ୍ କ୍ରିଏଟ୍ କରିବା ପାଇଁ କୁହାଯାଇଛି। ଆମର ଯେତିକି ବି ଭଲନରେବଲ୍ ଏରିଆସ୍ ଅଛି ସେଗୁଡ଼ାକ ଚିହ୍ନଟ ହେଇକରି ଆମର ଅଲରେଡି ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍ରେ ଯେମିତି ଚିହ୍ନଟ ହେଇକରି ଅଛି ସେ ଅନୁସାରେ ସବୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏବଂ ଆପଣଙ୍କ ଜରିଆରେ ମୁଁ ସମସ୍ତ ଜନସାଧାରଣଙ୍କୁ ମଧ୍ୟ ଅନୁରୋଧ କରିବାକୁ ଚାହିଁବି ଆସନ୍ତାକାଲି କିଏ ବାହାରକୁ ଆସନ୍ତୁ ନାହିଁ ବେଶୀ ଯୋଉଠି ଯୋଉଠି ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ଏବଂ ନେକ୍ସଟ 24 to 48 ଆୱାର୍ସ ଭିତରେ ଆପଣ ନିଜ ନିଜ ଘରରେ ରୁହନ୍ତୁ ଏବଂ ସୁରକ୍ଷିତ ଜାଗାରେ ନିଜକୁ ରଖନ୍ତୁ। ଏବଂ जो ଆମେ ବ୍ଲକ ଲେଭେଲରେ କଣ୍ଟ୍ରୋଲ ରୁମ୍ ମଧ୍ୟ ଆମେ ଫଙ୍କସନ୍ କରୁଛୁ ଆଜି ରାତିରୁ ଆରମ୍ଭ କରିକି ଆମେ ତାର ଡିଟେଲ୍ସ ମଧ୍ୟ ଆମେ ସୋସିଆଲ ମିଡ଼ିଆ ଏବଂ ପ୍ରିଣ୍ଟ ଆଣ୍ଡ ଇଲେକ୍ଟ୍ରୋନିକ ମିଡ଼ିଆରେ ଦେଇଦେବୁ। ଯଦି କୋଉଠି ଅସୁବିଧା ହେଲେ ସେ ପାର୍ଟିକୁଲାର ମୋବାଇଲ ନମ୍ବରରେ ମଧ୍ୟ କଲ୍ କରିକି ଆପଣ ଜଣାଇ ପାରିବେ। ଆମର ଟିମ୍ ଆପଣଙ୍କ ପାଖକୁ ପହଞ୍ଚିବେ। ଏବଂ ଅନୁରୋଧ ରହିବ କିଏ ବି କୌଣସି କଚ୍ଚା ଘରରେ ରୁହନ୍ତୁ ନାହିଁ। ଆପଣ ଆପଣଙ୍କର ନିକଟସ୍ଥ ଆମର ଡିଜାଷ୍ଟର ସେଲ୍ଟର୍ସ ଆମେ ଚିହ୍ନଟ କରୁଛୁ ନା ସେଇଠି ଯାଇକି ଆପଣ ରହିପାରିବେ। ଆଣ୍ଡ ଯୋଉଠି ଯୋଉଠି ଦରକାର ପଡ଼ିବ ଆମର ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ ତରଫରୁ ମଧ୍ୟ ସେଇଠି ଖାଇବା ପିଇବା ସୁବିଧା ମଧ୍ୟ କରାଯାଉଛି ଏବଂ ସବୁ ସେଲ୍ଟର ଆମେ ଆକ୍ଟିଭେଟ୍ କରୁଛୁ। ଆସନ୍ତାକାଲି ସବୁ ଜିଲ୍ଲାରେ ଥିବା ସବୁ ସ୍କୁଲ, ଅଙ୍ଗନବାଡ଼ି ଏସବୁ ବନ୍ଦ ରହିବ ମଧ୍ୟ ଏବଂ ସେ ଅନୁସାରେ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଆସନ୍ତାକାଲି ସମସ୍ତଙ୍କୁ ଟିକେ ସତର୍କ ରହିବେ। ଆମର ଜିଲ୍ଲାରେ ଓଡ୍ରାଫ୍ ଟିମ୍ ଅଛନ୍ତି ଏବଂ ବିଭିନ୍ନ ଅଞ୍ଚଳରେ ଫାୟାର ଟିମ୍ ମଧ୍ୟ ଅଲରେଡି ଡିପ୍ଲୟ ହେଇକି ଅଛନ୍ତି। ଆମେ ତାଙ୍କୁ ଷ୍ଟ୍ରାଟେଜିକ୍ ଲୋକେସନ୍ସରେ ଡିପ୍ଲୟ କରିକି ରଖିଛୁ। ଏବଂ କିଛି କିଛି ଅଞ୍ଚଳରେ ଲ୍ୟାଣ୍ଡସ୍ଲାଇଡ୍ ହେଇକରି ରୋଡ୍ ବ୍ଲକେଜ୍ ହେବାର ସମ୍ଭାବନା ମଧ୍ୟ ରହୁଛି। ସେମିତି ଭଲନରେବଲ୍ ଏରିଆସ୍ ଗୁଡ଼ାକ ଆମେ ଆଇଡେଣ୍ଟିଫାଇ କରିଛୁ। ସେଇଠି ନିୟର ବାଇ ଲୋକେସନ୍ସରେ ଆମେ ହେଭି ମେସିନରୀ ଡିପ୍ଲୟମେଣ୍ଟ ମଧ୍ୟ କରିଛୁ। ଯେତେ ଜଲ୍ଦି ଆମେ ରିଆକ୍ଟ କରିପାରିବା ନିଶ୍ଚିତ ଭାବରେ ଆମର ଟିମ୍ ସେଇଠି ପହଞ୍ଚିବେ ଏବଂ ଜନସାଧାରଣଙ୍କୁ ଅସୁବିଧା ନା ହେବା ପାଇଁ ଯାହା ବି ଆମେ କାର୍ଯ୍ୟାନୁଷ୍ଠାନ ନେବାର ଅଛି ନିଶ୍ଚିତ ଭାବେ ସେ ପ୍ରତି ଆମେ ଧ୍ୟାନ ଦେବୁ।